ନୂଆଖାଇ ପଶ୍ଚିମ ଓଡ଼ିଶାର ଆତ୍ମା ଓ ହୃସ୍ପନ୍ଦନ। ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ କୃଷି ଆଧାରିତ ଉତ୍ସବ, ଯାହା କୃତଜ୍ଞତା, ଏକତା ଓ ସାଂସ୍କୃତିକ ପରିଚୟର ଏକ ଜ୍ୱଳନ୍ତ ପ୍ରତୀକ। ଏହି ଉତ୍ସବକୁ ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଓ ଅତ୍ୟଧିକ ଅପେକ୍ଷିତ ଉତ୍ସବ ଭାବରେ ଦେଖାଯାଏ। ଏହି ଉତ୍ସବ ଧାର୍ମିକ କିମ୍ବା ଭୌଗୋଳିକ ସୀମାରେ ବନ୍ଧା ନଥିବା ଏକ ସାଧାରଣ ଧାରା, ଯାହା ଲୋକଙ୍କୁ ଏକତ୍ର କରେ ଓ ମାଟି ଓ ମା ଧରିତ୍ରୀ ପ୍ରତି ଭକ୍ତି ସହ ବାନ୍ଧିଥାଏ। ଉଦ୍ଭବ ଓ ସାଂସ୍କୃତିକ ମୂଲ୍ୟବୋଧ। ନୂଆ ଅର୍ଥ ନୂଆ ଓ ଖାଇ ଅର୍ଥ ଖାଦ୍ୟ। ଏହା ଏକ ପରମ୍ପରା ଯାହା ଅନୁଯାୟୀ କୃଷକ ଓ ଗ୍ରାମୀଣ ସମୁଦାୟ ନୂଆ ଅନ୍ନ ପ୍ରଥମେ ଦେବୀଙ୍କୁ, ସାଧାରଣତଃ ଗ୍ରାମ ଦେବୀଙ୍କୁ ଅର୍ପଣ କରନ୍ତି ଏବଂ ତାପରେ ସମ୍ମିଳିତ ଭୋଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାରିବାରିକ ଏକତା ଅନୁଷ୍ଠିତ ହୁଏ। ନୂଆଖାଇ କେବଳ ଏକ ଫସଲ ଉତ୍ସବ ନୁହେଁ, ଏହା ପ୍ରକୃତି ଓ କୃଷି ପ୍ରତି ଆଦର ଓ ଗଭୀର ସମ୍ବେଦନା। ଏହା ଲୋକମାନଙ୍କ ମାଟି, ଫସଲ ଓ ଜୀବନ ଚକ୍ର ପ୍ରତି ଗଭୀର ସମ୍ପର୍କକୁ ପ୍ରତିବିମ୍ବିତ କରେ। ଏହି ଦିନ ହେଉଛି ପାରିବାରିକ ଏକତା, ପୂର୍ବପୁରୁଷ ସ୍ମରଣ ଓ ଗ୍ରାମୀଣ ସମାଜର ଏକତା ପାଇଁ ଏକ ଅବସର। ପଶ୍ଚିମ ଓଡ଼ିଶାରେ ପାଳନ ପ୍ରଥା ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ସୋନପୁର, ଝାରସୁଗୁଡ଼ା, ବୌଦ୍ଧ ଓ ନୂଆପଡ଼ା, ସୁନ୍ଦରଗଡ଼ ଭଳି ଜିଲ୍ଲାମାନେ ନୂଆଖାଇକୁ ବିଶେଷ ଭବ୍ୟତା ସହିତ ପାଳନ କରନ୍ତି। ସମସ୍ତ ଅଞ୍ଚଳ ଉତ୍ସବମୁଖର ହୁଏ, ଘରଗୁଡ଼ିକ ସଫା କରାଯାଏ, ପ୍ରଚଳିତ ଓ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୁଏ ଏବଂ ଲୋକେ ନୂଆ ପୋଷାକ ପିନ୍ଧନ୍ତି। ପରିବାରର ଛୋଟ ଲୋକେ ବଡ଼ ଲୋକଙ୍କ ଆଶୀର୍ବାଦ ନିଅନ୍ତି ଏବଂ ଆରିସା ପିଠା, କାକରା ପିଠା ଓ ମଣ୍ଡା ପିଠା ଭଳିଆ ନୂଆଖାଇ ବିଶେଷ ଖାଦ୍ୟ ପରିବେଷଣ କରାଯାଏ। ଡାଲଖାଇ, ରସକେଲି ଓ ଅନ୍ୟାନ୍ୟ ଲୋକନୃତ୍ୟ ମାଧ୍ୟମରେ ଏହି ଅଞ୍ଚଳରେ ସାହିତ୍ୟ ଓ ସଂସ୍କୃତି ଉଦ୍ଭାସିତ ହୁଏ। ଗ୍ରାମ ମନ୍ଦିର ଓ ପରିବାର ଘରେ ସମୟାନୁସାରେ ପୂଜା ଓ ଆଚାର ପାଳନ କରାଯାଏ। ସୀମା ବାହାରେ ପ୍ରବାସରେ ନୂଆଖାଇ ପାଳନ। ନୂଆଖାଇକୁ ବିଶେଷ କରି ଅନ୍ୟ ରାଜ୍ୟ ଓ ବିଦେଶରେ ରହୁଥିବା ଓଡ଼ିଆ ଲୋକମାନେ ଯେଉଁ ଭାବେ ଉତ୍ସାହର ସହ ପାଳନ କରନ୍ତି, ତାହା ହିଁ ଏହି ଉତ୍ସବକୁ ଅନ୍ୟାନ୍ୟ ରୂପରେ ଉପସ୍ଥାପିତ କରେ। ଶିକ୍ଷା ଓ ଚାକିରି ପାଇଁ ଯାଇଥିବା ବ୍ୟକ୍ତିମାନେ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ପୁନେ ଓ କଲିକତା ଭଳି ସହରଗୁଡ଼ିକୁ ନୂଆଖାଇ ପାଇଁ ନୂଆଖାଇ ଭେଟଘାଟ ଉତ୍ସବ ଆୟୋଜନ କରନ୍ତି। ଯୁକ୍ତରାଷ୍ଟ୍ର, UAE, ବ୍ରିଟେନ, ଅଷ୍ଟ୍ରେଲିଆ, ଜର୍ମାନୀ ଓ ସିଙ୍ଗାପୁର ଭଳି ଦେଶରେ ପଶ୍ଚିମ ଓଡ଼ିଶାର ପ୍ରବାସୀ ଓଡ଼ିଆ ନୂଆଖାଇକୁ ଗଭୀର ଭକ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମୁଦାୟିକ ଭୋଜନ ମାଧ୍ୟମରେ ପାଳନ କରନ୍ତି। ଏହି ପାଳନ କେବଳ ତାଙ୍କର ମୂଳ ସଂସ୍କୃତି ପ୍ରତି ସମ୍ମାନ ନୁହେଁ, ବରଂ ବିଶ୍ୱ ମଞ୍ଚରେ ଓଡ଼ିଶାର ଐତିହ୍ୟ ଓ ଐତିହାସିକତା ପ୍ରମାଣିତ କରିବାର ମାଧ୍ୟମ ମଧ୍ୟ। ନୂଆଖାଇ ଏକତାର ପ୍ରତୀକ। ନୂଆଖାଇ କେବଳ ଏକ ଉତ୍ସବ ନୁହେଁ, ଏହା ଏକ ସାଂସ୍କୃତିକ ଆନ୍ଦୋଳନ, ଏକ ଏମିତି ସେତୁ ଯାହା ପିଢ଼ି ଓ ପୃଥିବୀର ବିଭିନ୍ନ କୋଣରୁ ଏକ କୋଣରେ ଏକ ଡୋରରେ ବାନ୍ଧିଥାଏ। ଏହି ଦିନଟି ଏମିତି ଯେ ପଶ୍ଚିମ ଓଡ଼ିଶାର ଯେଉଁଠି ଲୋକେ ରହନ୍ତି ନାହିଁ, ତାଙ୍କର ମାଟି, ପରିବାର ଓ ଐତିହ୍ୟ ସହିତ ଭାବନାଗତ ଏକ ଗଭୀର ସମ୍ପର୍କ ବୋଧ କରନ୍ତି। ଏହା ଆଦର, କୃତଜ୍ଞତା, ପାରିବାରିକ ଏକତା ଓ ସାମାଜିକତାର ମୂଲ୍ୟ ଉଦ୍ରେକ କରେ। ନିଜ ମାଟି ଓ ସଂସ୍କୃତି ପ୍ରତି ଅନୁରାଗ ବଢ଼ାଇବା ପାଇଁ କବି, ସାହିତ୍ୟିକ, ସଂସ୍କୃତ କର୍ମୀ ଓ ସାମାଜିକ ସଂଗଠନ ମଧ୍ୟ ଉଦ୍ୟମ କରିଛନ୍ତି। ଅନେକେ ଏହି ଦିନଟିକୁ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରିବା ଓ ଭାରତୀୟ ସଂସ୍କୃତି ଚିତ୍ରପଟରେ ଅଧିକ ସ୍ଥାନ ଦେବା ପାଇଁ ଦାବି କରିଛନ୍ତି। ଉପସଂହାର: ନୂଆଖାଇ ହେଉଛି ଜୀବନ ଓ ଫସଲ ଐତିହ୍ୟର ଉତ୍ସବ। ଏହା ଆମ ମୂଳ, ପ୍ରକୃତି ଓ ମାଟି ସହିତ ଆମ ଅବିଚ୍ଛିନ୍ନ ସମ୍ପର୍କର ସ୍ମୃତି। ଏହା ଆମକୁ ସ୍ମରଣ କରାଇ ଦିଏ ଯେ ଆମେ କିଏ, ଆମେ କେଉଁଠାରୁ ଆସିଛୁ, କ'ଣ ଆମକୁ ବାନ୍ଧି ରଖିଛି। ପଶ୍ଚିମ ଓଡ଼ିଶାର ଏକ ଗ୍ରାମ କିମ୍ବା ବିଦେଶର ଏକ ସହର, ଯେଉଁଠି ନୂଆଖାଇ ପାଳିତ ହୁଏ।
ସେଠି ଆମ ଆତ୍ମା ଉଜାଗର ହୁଏ। ସତରେ ନୂଆଖାଇ କେବଳ ଏକ ଉତ୍ସବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ହୃତ୍ସ୍ପନ୍ଦନ ଅଟେ।